ନମ୍ବର 1 ପାକିସ୍ତାନକୁ ଝଟକା। ଚେନାବରେ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ। ପାକିସ୍ତାନକୁ ଝଟକା। ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବା ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଜାମ୍ମୁ କାଶ୍ମୀରରେ ଚେନାବ ନଦୀରେ ଏକ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲା ଭାରତ। ଏଥିପାଇଁ 5,129 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ନିର୍ମାଣ ଲାଗି ଜାତୀୟ ଜଳ ବିଦ୍ୟୁତ ଶକ୍ତି ନିଗମ ଏନ୍ଏସ୍ପିସି ଲିମିଟେଡ୍ ପକ୍ଷରୁ ଗତ 5 ତାରିଖରେ ବିଭିନ୍ନ କମ୍ପାନୀଙ୍କୁ ଆମନ୍ତ୍ରଣ କରାଯାଇଛି। ନମ୍ବର 2 ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ 7.5 ବର୍ଷ ଜେଲ୍ ଦଣ୍ଡାଦେଶ। ମାନବାଧିକାର ପାଇଁ ସ୍ୱର ଉଠାଇଥିବା ନୋବେଲ ପୁରସ୍କାର ଶାନ୍ତି ପୁରସ୍କାର ବିଜେତା ନରଗିସ୍ ମହମ୍ମଦଙ୍କୁ ପୁଣି ଥରେ ଏକ ବଡ଼ ଦଣ୍ଡାଦେଶ କରାଯାଇଛି। ମସହାଦର ଏକ ବିପ୍ଳବ କୋର୍ଟରେ ତାଙ୍କ ଷଡ଼ଯନ୍ତ୍ର ଓ ଅପପ୍ରଚାର ଅଭିଯୋଗରେ 7.5 ବର୍ଷ ଜେଲ୍ ଦଣ୍ଡାଦେଶ। ନରଗିସ୍ ତାଙ୍କ ଦାବି ପାଇଁ ଫେବୃଆରୀ 2 ତାରିଖ ଜେଲ୍ ଭିତରେ ଅନଶନରେ ବସିଛନ୍ତି। ନମ୍ବର 3 ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ସନ୍ତୋଷ କୁମାର ରେଡ୍ଡି 32 ନାମକ ଜଣେ ଦାଦନ ଶ୍ରମିକ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଗାଁରେ ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ସେ କିଛି ବର୍ଷ ହେଲା ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ନମ୍ବର 4 ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। 10ଟି ଟ୍ରେନ୍ରେ ଟିକେଟ୍ ଭଡ଼ା ଶସ୍ତା ହେବ। ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଦୀର୍ଘ ଦିନର ଦାବି ଉପରେ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲ ମଧ୍ୟଭାଗକୁ ଦେଶର 10ଟି ପ୍ରମୁଖ ଟ୍ରେନ୍ରେ ସୁପରଫାଷ୍ଟ ମାନ୍ୟତା ହଟାଇ ଦିଆଯିବ। ଏହା ସହିତ ଟ୍ରେନ୍ଗୁଡ଼ିକର ଭଡ଼ା ମଧ୍ୟ ହ୍ରାସ ପାଇବ, ଯାହା ସାଧାରଣ ଯାତ୍ରୀମାନଙ୍କ ଉପରେ ବୋଝ କମ୍ କରିବ। ନମ୍ବର 5 ମୋଦିଙ୍କ ମାଲେସିଆ ଗସ୍ତ ଶେଷରେ ଚିନ୍ତାରେ ପଡ଼ିଗଲାଣି ପାକିସ୍ତାନ। ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାବିବ୍ ଆସଫ୍ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ ଆଡମିରାଲ ନାବିବ୍ ଆସଫ୍ଙ୍କୁ ରୟାଲ ମାଲେସିଆ ନୌସେନା ମୁଖ୍ୟ ଆଡମିରାଲ ଡକ୍ଟର ଜୁଲହେଲିମ୍ ବିନ୍ ଇଣ୍ଟନନ୍ ସ୍ୱାଗତ କରିଥିଲେ। ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ନମ୍ବର 6 ସୋମବାରଠାରୁ ରାତିର ତାପମାତ୍ରା ବଢ଼ିବ। ସୋମବାରଠାରୁ ରାତିର ତାପମାତ୍ରା ବଢ଼ିବ। ଆସନ୍ତା 4 ଦିନରେ ରାତି ତାପମାତ୍ରା 2ରୁ 4 ଡିଗ୍ରୀ ବଢ଼ିପାରେ। ଏହା ପ୍ରଭାବରେ ଶୀତ କମିଯିବ। ପାଣିପାଗ ବିଭାଗ ଏହି ଆକଳନ କରିଛି। ସୋମବାର ପୁରୀରେ ସର୍ବନିମ୍ନ ତାପମାତ୍ରା 18 ଡିଗ୍ରୀ ରହିବ। ଖୋର୍ଦ୍ଧା, ଛତ୍ରପୁର, ଗୋପାଳପୁର ଓ ଭଦ୍ରକରେ 16 ଡିଗ୍ରୀ ରହିପାରେ। ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ହେବ କୁହାଯାଇଛି। ନମ୍ବର 7 ଜୟଦେବ ବିହାର ନନ୍ଦନକାନନ ରାସ୍ତା ଚଉଡ଼ା ପାଇଁ ଟେଣ୍ଡର ଆହ୍ୱାନ। ରାଜଧାନୀ ଭୁବନେଶ୍ୱର ଡିଜାଇନ୍ ପ୍ଲାନ ଏବଂ ଭିଡ଼ମୁକ୍ତ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ଟେଣ୍ଡର ଡାକିଛନ୍ତି। ଏବେ 6 ଲେନ୍ ଥିବା ବେଳେ ଏହାକୁ 8 ଲେନ୍ କରାଯିବ। ମୁଖ୍ୟ ରାସ୍ତା ପାର୍ଶ୍ୱରେ 5.5 ମିଟର ଚଉଡ଼ା ସର୍ଭିସ ରୋଡ୍ ରହିବ। ଜୟଦେବ ବିହାର ଛକରୁ ନୂଆ ଡିଜାଇନ୍ କେବଳ ଷ୍ଟ୍ରେଟ୍ ଅଫ୍ ବ୍ରିଜ୍ କରାଯିବ। ନମ୍ବର 8 19ରୁ ମାଟ୍ରିକ ପରୀକ୍ଷା। ବଡ଼ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ମାଧ୍ୟମିକ ଶିକ୍ଷା ପରିଷଦ BSE ଓଡ଼ିଶା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃଆରୀ 19 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ପରୀକ୍ଷାକୁ ତ୍ରୁଟିଶୂନ୍ୟ ଓ ସୁଚାରୁ ଭାବେ ପରିଚାଳନା କରିବାକୁ ବୋର୍ଡ ପକ୍ଷରୁ କଡ଼ା ପ୍ରସ୍ତୁତି କରାଯାଇଛି। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ଯେ ଏଥର ସାରା ରାଜ୍ୟରେ 3082ଟି ପରୀକ୍ଷା କେନ୍ଦ୍ର ହେବ। ନମ୍ବର 9 ଭୂତଳ ଜଳରେ ୟୁରାନିୟମ୍। ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳ ଦେଇ ବଢ଼ିଚାଲିଛି ସମଗ୍ର ପୃଥିବୀର ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ ଅଧିକ ବଢ଼ୁଛି ଭୂତଳ ଜଳ ଉପରେ ନିର୍ଭରଶୀଳତା। ତେବେ ଏହା ମଧ୍ୟରେ ପ୍ରଦୂଷଣ ମୁକ୍ତ ନୁହେଁ। ଅନେକ ସ୍ଥାନରେ ଏହାର ପାନୀୟ ତଥା ସେଚନ ଉପଯୋଗିତା ନଥିବା ଜଣାପଡ଼ିଲାଣି। ଏଥିରେ ଥିବା ବିଭିନ୍ନ ପ୍ରଦୂଷଣମାନଙ୍କ ମଧ୍ୟରେ ମାରାତ୍ମକ ହେଲେ ଆର୍ସେନିକ୍ ଓ ଫ୍ଲୋରାଇଡ୍ ଏବଂ ସିପା, ପାରଦ, କାଡମିୟମ୍ ଆଦି ବିବିଧ ପରି ଧାତୁ ରହିଛି। ନମ୍ବର 10 SIR ସମୟସୀମା ସମାପ୍ତ ବୃଦ୍ଧି କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗରେ ଦଲିଲ ଯାଞ୍ଚ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ 14 ତାରିଖରେ ସମୟସୀମାକୁ ଫେବୃଆରୀ 21 ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ତଦନ୍ତ ରିପୋର୍ଟ SIR ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର DGPଙ୍କୁ ନୋଟିସ୍ ଜାରି ରଖିଛନ୍ତି। ନମ୍ବର 11 ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ରାଜ୍ୟବ୍ୟାପୀ ସେବା ସପ୍ତାହ। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ କୋଷାଗାର ନିର୍ମାଣ ନିର୍ଦ୍ଦେଶାଳୟରେ ସ୍ୱତନ୍ତ୍ର କୋଷାନଗର ନମ୍ବର 1 ଆନୁକୂଲ୍ୟରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା NPSର ରାଜ୍ୟବାସୀ ସେବା ସପ୍ତାହ ପାଳନ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା NPSର ଅନ୍ତର୍ଭୁକ୍ତ ଓଡ଼ିଶା ସରକାରଙ୍କ ସମସ୍ତ କର୍ମଚାରୀ, ସଂଲଗ୍ନ ଉଠାଣ ବିତରଣ ଅଧିକାରୀ ଓ BDO ନିମନ୍ତେ ଏହି ସେବା ପାଳନ ଅବସରରେ ରାଜ୍ୟର ସମସ୍ତ କୋଷାଗାରମାନଙ୍କୁ ହେଲ୍ପଡେସ୍କ ଖୋଲାଯାଇଛି। ନମ୍ବର 12 ଚାଷୀମାନଙ୍କଠାରୁ ଧାନ କିଣା ସରିନି, ମିଲରଙ୍କ ଗୋଦାମ ଭର୍ତ୍ତି। ସମବାୟ ମନ୍ତ୍ରୀ ବାହାରିଲେ ମିଲର୍ସମାନଙ୍କ ସପକ୍ଷରେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ରବିବାର ଦିନ ଏଥିପାଇଁ ଓଲଟି ସରକାରଙ୍କୁ ଦାୟୀ କରିଛନ୍ତି।
ବଡ଼ ବିଚିତ୍ର ଅବସ୍ଥା। ମୋହନ ସରକାରଙ୍କ ଆମ କେନ୍ଦ୍ରାପଡ଼ା ପ୍ରତିନିଧି ଜଣାଇଛନ୍ତି ଯେ ଆଳି ନିଆଳ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ମିଲରଙ୍କୁ ଟ୍ରକରୁ ଅଟକାଇ ଦେଇଥିଲେ। ନମ୍ବର 13 8 ଯୁବତୀଙ୍କ ଉପରେ ଚଢ଼ିଗଲା କାର, 4 ମୃତ। ରବିବାର ରାତି ଉତ୍ତରପ୍ରଦେଶର ରାୟବରେଲୀରେ ନିର୍ମାଣାଧୀନ ଗଙ୍ଗା ଏକ୍ସପ୍ରେସରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ କାର 8 ଜଣ ଯୁବତୀଙ୍କ ଉପରେ ଚଢ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ 4 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତେ କୋଡ଼େନ ଗାଁର ବାସିନ୍ଦା। ଚୁଲି ଗାଁରେ ଆୟୋଜିତ ଏକ ଭୋଜିରେ ପ୍ରସାଦ ଗ୍ରହଣ କରି ଯୁବତୀମାନେ ଘରକୁ ଫେରୁଥିଲେ। ନମ୍ବର 14 ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର। ଅଲିମ୍ପିକ୍ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ୍ ସୁଟିଂ ଚାମ୍ପିୟନରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇଥିବାରୁ ବଞ୍ଚିତ ହୋଇଛନ୍ତି। ସେ 25 ମିଟର ପିସ୍ତଲ ଇଭେଣ୍ଟର ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଅଳ୍ପକେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଜିତିଛନ୍ତି। ଭାରତର ଇଶାନ ସିଂ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ନମ୍ବର 15 ଫେବୃଆରୀ ମାସ ସାରା ଚାଲିବ କୁସିନାସ ଓ ଭିଟାମିନ ଅଭିଯାନ। ଶିଶୁ ପୁଷ୍ଟିସାରକୁ ସୁଦୃଢ଼ କରିବା ପାଇଁ, ରକ୍ତହୀନତା ନିରାକରଣ କରିବା ଏବଂ ଅନ୍ତର୍ନଳୀର କୃତ୍ରିମ ସଂକ୍ରମଣ ରୋକିବା ପାଇଁ ଫେବୃଆରୀ 10ରେ କୁସିନାଶକ ଦିବସ ପାଳନ କରାଯିବ। ଏହା ସହିତ ଫେବୃଆରୀ ମାସରେ ରାଜ୍ୟରେ ଭିଟାମିନ ଓ ସପ୍ଲିମେଣ୍ଟାରୀ VSC କାର୍ଯ୍ୟକ୍ରମ ଚାଲିବ। ସେହିପରି ଲିମିଟେଡ୍ ଫାଇଲେରିଆସ୍ ସମୂହ ଔଷଧ ସେବନ LFC ଓ MDS କାର୍ଯ୍ୟରେ କିଛି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନମ୍ବର 16 ଗୁରୁବାର ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦ୍ୱାରା କୃଷକ ସଂଗଠନ ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ 12 ତାରିଖରେ ଅର୍ଥାତ୍ ଗୁରୁବାର ଭାରତ ବ୍ୟାପକ ବାଧା ଉପୁଜିବାର ସମ୍ଭାବନା ରହିଛି। ଏହି ଧର୍ମଘଟ ବିଭିନ୍ନ ରାଜ୍ୟରେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି, ଯାହା ବ୍ୟାଙ୍କିଂ ସେବା, ପରିବହନ ଏବଂ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଭାବିତ କରିବ, ବିଶେଷ କରି ସରକାରୀ କ୍ଷେତ୍ର ପ୍ରତିଷ୍ଠାନରେ। ନମ୍ବର 17 ଭାରତ ମାଲେସିଆରେ 11 ଚୁକ୍ତି ସ୍ୱାକ୍ଷରିତ। 5ଟି ବଡ଼ ଘୋଷଣା। ପ୍ରଧାନମନ୍ତ୍ରୀ ମୋଦି ମାଲେସିଆ ଗସ୍ତ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ 11ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। 5ଟି ବଡ଼ ଘୋଷଣା କରାଯାଇଛି। ଦୁଇ ଦେଶର ପ୍ରତିନିଧି ସ୍ତରୀୟ ବୈଠକରେ 11 ଚୁକ୍ତି ପାଇଁ ଦସ୍ତାବିଜ ଆଦାନ-ପ୍ରଦାନ କରାଯାଇଛି। ଅଡିଓ ଭିଜୁଆଲ ସହ ନିର୍ମାଣ ନେଇ ଚୁକ୍ତି କରାଯାଇଛି। ଏହାଦ୍ୱାରା ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ମିଳିବ। ନମ୍ବର 18 ମୁଖ୍ୟମନ୍ତ୍ରୀଙ୍କ 77ତମ ଜନ ଶୁଣାଣିରେ 94% ଅଭିଯୋଗର ସମାଧାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ 17ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ 700 ଅଭିଯୋଗ ଆସିଥିଲା। ଅଭିଯୋଗଗୁଡ଼ିକର ଆଲୋଚନା ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଛି। ଆଜି ଜନ ଶୁଣାଣି କେବଳ 5 ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ବସି ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ 32 ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ। ନମ୍ବର 19 ଦିଲ୍ଲୀରେ 9ଟି ସ୍କୁଲକୁ ବୋମା ଧମକ। ଆଜି ସକାଳେ ସହରରେ 9ଟି ସ୍କୁଲରେ ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ସମସ୍ତ କଲ୍ ସକାଳ 8:30ରୁ 9ଟା ମଧ୍ୟରେ ଆସିଥିଲା। ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ସ୍କୁଲରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଦକ୍ଷିଣ ଦିଲ୍ଲୀରେ ସ୍କୁଲଗୁଡ଼ିକ ଧମକର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହୋଇଥିଲା, ଯେଉଁଠାରେ 3ଟି ସ୍କୁଲ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ନମ୍ବର 20 ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ। ICC T20 ବିଶ୍ୱକପରେ 2026